ସେଦିନର ସମସ୍ତଙ୍କର ପ୍ରିୟ ଏଇ ଡାକବାକ୍ସ ଆଜି ଅଦରକାରୀ ପାଲଟି ଯାଇଛି। ଚିଠିଟିଏ ଲେଖି ବସିବା ଆଉ ଲେଖିସାରି ଏଇ ଡାକବାକ୍ସରେ ପକାଇଦେବା, ପୁଣି ଅପେକ୍ଷା କରିବା କେଉଁଦିନ ପୁଣି ଡାକବାଲା ଆସି ମୋ ଘର ଆଗରେ ଘଣ୍ଟି ବଜେଇ କହିବ ତମ ଚିଠି ଆସିଛି। ଇଂଲ୍ୟାଣ୍ଡ ଲେଟର ସହିତ ଲଫାଫା ଆଉ ତା ସାଙ୍ଗକୁ ଥିଲା ପୋଷ୍ଟ କାର୍ଡ଼। ମାତ୍ର 15 ପଇସାରେ ମନ କଥା ଲେଖି ହେଇଯାଉଥିଲା। ଦୂର ବିଦେଶରେ ଥିବା ପରିବାର ଲୋକ ହୁଅନ୍ତୁ କିମ୍ବା ସାଙ୍ଗସାଥୀ ହୁଅନ୍ତୁ, ଚିଠି ଖଣ୍ଡେ ଲେଖି ବସିଲା ବେଳେ ହୃଦୟର କଥା ଲେଖି ହେଇଯାଉଥିଲା। ଚିଠି ଖଣ୍ଡିକର ସିନା ଜୀବନ ନଥିଲା, କିନ୍ତୁ ତା ଛାତିରେ ଥିବା ସବୁ ଲେଖା ସ୍ୱତନ୍ତ୍ର ଭାବରେ ଜୀବନ୍ତ ଥିଲା। ଚିଠି ଲେଖି ବସିଲା ବେଳେ ମନ ଭିତରେ କେତେ ଭାବନା ଆସେ, କେତେ କଳ୍ପନା, କେତେ ସ୍ମୃତିକୁ ପୁଣି ମନେ ପକାଇ ଲେଖାଯାଏ ଚିଠି। ଚିଠି ଲେଖୁ ଲେଖୁ କେତେବେଳେ ହେଇଯାଇଥାଏ ଇତି। ତାକୁ ଠିକ୍ ଭାବରେ ଅଠା ଲଗେଇ ଆମେ ଏଇ ଚିଠି ବାକ୍ସରେ ଚିଠି ପକାଇ ଦେଇ ଆସୁଥିଲୁ। ଅପେକ୍ଷା କରୁଥିଲୁ ପୁଣି କେବେ ଚିଠି ପଢ଼ି ପୁଣି ଚିଠିର ଉତ୍ତର ମୋ ପାଖକୁ ପୁଣି ଫେରି ଆସିବ। ସେତେବେଳେ ମନର କଥା ଜଣାଇବା ପାଇଁ ଏଇ ଗୋଟିଏ ମାତ୍ର ରାସ୍ତା ଥିଲା, ଆଉ ତା ନାଁ ଥିଲା ଚିଠି ବାକ୍ସ। ସମୟ ବଦଳି ଯାଇଛି, ଅଦରକାରୀ ହେଇଯାଇଛି ଡାକ ବାକ୍ସ। ତା ଜାଗାରେ ପଳେଇ ଆସିଛି ୟାହୁ ମେଲ୍, ଜିମେଲ୍, ଏମିତି ଅନେକ ମେଲ୍ର ବ୍ୟବସ୍ଥା। ତାଠୁ ଆହୁରି ଜଲ୍ଦି ଆମେ ଖବର ପାଉଛୁ ହ୍ୱାଟ୍ସଆପ୍ରେ। ଏଥିରେ ଖାଲି ଖବର ମିଳେ, ଆନ୍ତରିକତା ନଥାଏ।